ସରକାରଙ୍କର ଯୋଜନା ସଫଳ ହୋଇପାରିବ, ଲୋକମାନେ ନ୍ୟାୟ ପାଇପାରିବେ ଏବଂ ପ୍ରଦେଶର ବିକାଶ ପ୍ରଭୂତ ହେବ ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ତାହାର ଡେଭଲପମେଣ୍ଟ ହୋଇପାରିବ। ଏହାକୁ ଆଧାର କରି ଆଜି ଜିଲ୍ଲାପାଳ ସମ୍ମିଳନୀରେ ତାଙ୍କ ସହିତ ଏକାଠି ରହିବା 2 ଦିନ ଧରିକି ଏବଂ ତାହା ସହିତ ମଧ୍ୟ ଜିଲ୍ଲା ସ୍ତରରେ ବିଭିନ୍ନ ସମସ୍ୟାଗୁଡ଼ିକ ସାମ୍ନାକୁ ଆଣିବା, ନୂତନ ଭାବରେ ଏକ ଜିଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ ଯୋଜନା କରାଯାଇପାରେ ତାହାକୁ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଦେବା ପାଇଁ ଏବଂ ମିଳିତ ପ୍ରୟାସରେ କାମ କରିବା ପାଇଁ ତାଙ୍କୁ ଆଜି ଆମ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ନୂଆ ସରକାର ଆସିଲା ପରେ ଏବଂ ଗତ 100 ଦିନ ଧରିକି ସରକାର ଚାଲିଲା ପରେ ସାଧାରଣ ବଜେଟ୍ ଏବଂ ବିଭିନ୍ନ ସରକାରୀ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାମ ଥିବା କାରଣରୁ ଯେଉଁଟା ସାଧାରଣତଃ ଭାବରେ ଜିଲ୍ଲାପାଳମାନଙ୍କର ସମ୍ମିଳନୀ ହୁଏ ତାକୁ ଏବେ ତାର ଆବଶ୍ୟକତା ମନେ କରିକି ନୂଆ ସରକାର ଜିଲ୍ଲାପାଳ ସମ୍ମିଳନୀ ଏବଂ ଆରକ୍ଷୀ ଅଧିକ୍ଷକମାନଙ୍କର ମଧ୍ୟ ସମ୍ମିଳନୀ 2 ଦିନିଆ ଧରିକି ଓଡ଼ିଶାରେ ଆଜି ଆମର ଆରମ୍ଭ ହୋଇଛି। ନିଶ୍ଚିତ ଭାବରେ ନୂଆ ସରକାରଙ୍କର ଆଭିମୁଖ୍ୟ ଏବଂ ସରକାର ଯେଉଁ ନୂଆ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଇବେ ମିନିମମ୍ ଗଭର୍ଣ୍ଣମେଣ୍ଟ ଏବଂ ମାକ୍ସିମମ୍ ଗଭର୍ଣ୍ଣାନ୍ସ ଏ କଥାକୁ ଆଧାର କରି ଆମ ସରକାର ତାର ନୀତି ସ୍ପଷ୍ଟ କରି ଯେଉଁ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଇବେ ତାହା ବିଶେଷ କରିକି ସାଧାରଣତଃ ଭାବରେ ଏହାର କାର୍ଯ୍ୟାନ୍ୱୟନ ଏବଂ ତାହାର ସଫଳତା ଜିଲ୍ଲାପାଳମାନଙ୍କ ଉପରେ ମଧ୍ୟ ବହୁତ ନିର୍ଭର କରିଥାଏ। ଆଉ ସେହି କାରଣରୁ ଜିଲ୍ଲାପାଳମାନଙ୍କର ସହିତ ଏବଂ ବରିଷ୍ଠ ଅଧିକାରୀମାନଙ୍କର ସହିତ ଶାସନ ଏବଂ ପ୍ରଶାସନ ସହିତ ଯଦି ମିଳିତ ଉଦ୍ୟମରେ ଏହାକୁ କରାଯିବ ତାହେଲେ ତାହା ସରକାରଙ୍କର ଯୋଜନା ସଫଳ ହୋଇପାରିବ, ଲୋକମାନେ ନ୍ୟାୟ ପାଇପାରିବେ ଏବଂ ପ୍ରଦେଶର ବିକାଶ ପ୍ରଭୂତ ହେବ ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ତାହାର ଡେଭଲପମେଣ୍ଟ ହୋଇପାରିବ। ଏହାକୁ ଆଧାର କରି ଆଜି ଜିଲ୍ଲାପାଳ ସମ୍ମିଳନୀରେ ତାଙ୍କ ସହିତ ଏକାଠି ରହିବା 2 ଦିନ ଧରିକି ଏବଂ ତାହା ସହିତ ମଧ୍ୟ ଜିଲ୍ଲା ସ୍ତରରେ ବିଭିନ୍ନ ସମସ୍ୟାଗୁଡ଼ିକ ସାମ୍ନାକୁ ଆଣିବା, ନୂତନ ଭାବରେ ଏକ ଜିଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ ଯୋଜନା କରାଯାଇପାରେ ତାହାକୁ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଦେବା ପାଇଁ ଏବଂ ମିଳିତ ପ୍ରୟାସରେ କାମ କରିବା ପାଇଁ ତାଙ୍କୁ ଆଜି ଆମ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ଏବଂ ମୁଁ ନିଶ୍ଚିତ ଭାବରେ ଆଶାବାଦୀ ଅଛି ଆମ ସରକାରୀ ଅଧିକାରୀମାନେ ଦକ୍ଷ ଅଧିକାରୀ ହିସାବରେ କାମ କରୁଛନ୍ତି। କିନ୍ତୁ ନୂଆ ସରକାରର ଯେଉଁ ଆମର ଦିଶା ଅଛି, ନୂଆ ସରକାରର ଯେଉଁ ଆମର ଆଭିମୁଖ୍ୟ ଅଛି, ନୂଆ ସରକାରଙ୍କର ଯେଉଁ ଯୋଜନାଗୁଡ଼ିକ ଅଛି ତାହା କିଭଳି ଭାବରେ ତଳ ସ୍ତରରେ ଇମ୍ପ୍ଲିମେଣ୍ଟେସନ୍ ହୋଇପାରିବ, ବିଶେଷ କରିକି ଯେଉଁମାନେ ଆଦିବାସୀ ଅଛନ୍ତି, ଯେଉଁମାନେ ଦଳିତ ଅଛନ୍ତି, ଯେଉଁମାନେ ପଛୁଆ ବର୍ଗର ଅଛନ୍ତି, ଯେଉଁମାନେ ସମାଜର ଅନ୍ତର୍ଦେୟ ଚରଣରେ ଅଛନ୍ତି ସେମାନଙ୍କୁ ଚିହ୍ନଟ କରିକି ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିବାର ପ୍ରୟାସ ଜାରି ରଖିବାର ବଡ଼ ଆଭିମୁଖ୍ୟ ଯେଉଁଟା ଜିଲ୍ଲାପାଳମାନଙ୍କର ଦ୍ୱାରା ସମ୍ଭବ ହୋଇପାରିବ ତାକୁ କାର୍ଯ୍ୟକାରୀ କରାଇବା ପାଇଁ ଆଜି ଏ ସମ୍ମିଳନୀର ମହତ୍ତ୍ୱ ଉଦ୍ଦେଶ୍ୟ ଆମ ସରକାର ତାଙ୍କ ପାଖରେ ରଖିଛନ୍ତି। ମୁଁ ଆଶା କରିବି ନିଶ୍ଚିତ ଭାବରେ ଆମର ଇଏ ଜିଲ୍ଲାପାଳ ଯେଉଁ ସମ୍ମିଳନୀ ଅଛି ତାହା ସଫଳ ହେବ।